ପାଗଳଙ୍କ ଭଳି ତମେ କଣ ହଉଛ ବାପା? ପାଗଳ? ମୁଁ ପାଗଳ? ନୁହେଁ ତ ଆଉ କଣ? ହଁ ହଁ ମୁଁ ପାଗଳ। ହଁ ମୁଁ ପାଗଳ ହେଇଯାଇଛି ସୁରେଶ, ପାଗଳ ହେଇଯାଇଛି ପାଗଳ। ଏମିତି କାହିଁ କହୁଛ ବାପା? କହିଲି ନା ମୁଁ ପାଗଳ ହେଇଯାଇଛି। ବାପା ଥରେ ମୋ କଥା ବୁଝିବାକୁ ଚେଷ୍ଟା କର। ତୁ ମତେ କଣ ବୁଝେଇବୁ ସୁରେଶ? ମୁଁ ଗୋଟେ ପାଗଳ। ଏ ଗରିବ ଘରର ପୁଅ ରାକେଶ ଆଜି ଆଇଏଏସ୍ ପାଇଛି। ସେଇ ଖୁସିରେ ଆଜି ଗରିବ ବାପାଟା ପାଗଳ ହବନି ତ ଆଉ କଣ ହବ ସୁରେଶ? ଖାଲି ଆଏସ୍ ପାଇଗଲେ ହେବନି ବାପା, ଆଏସ୍ କରିବା ଦରକାର। ହଁ, ଅସୁବିଧା କଣ? କିନ୍ତୁ ଏତେ ଟଙ୍କା ଆସିବ କୋଉଠି ଯେ ବାପା ତାକୁ ଆମେ ଆଏସ୍ କରିବା? କାହିଁକି? ତୁ ତ ବାପା ସମ୍ପତ୍ତିରେ ପାଠ ପଢି ଚାକିରି କରିଛୁ ନା। ମୋ ପାଖରେ ଏତେ ଟଙ୍କା ନାହିଁ। କଣ କହିଲୁ? ସେଦିନ ପରା ତୁ କହୁଥିଲୁ ତୋ ବାହାଘର ପାଇଁ ଟଙ୍କା ରଖିଛୁ। କିନ୍ତୁ ବାପା ସେ ଟଙ୍କା ମୋ ବାହାଘର ପାଇଁ ଅଛି, ରାକେଶକୁ ଆଏସ୍ କରିବା ପାଇଁ ନୁହଁ। ଘରେ ତ ଟଙ୍କାଟିଏ ନାହିଁ, ତାକୁ ଆଏସ୍ କରିବା ପାଇଁ ସ୍ୱପ୍ନ ଦେଖୁଛ। ସୁରେଶ, ତମ ବାପା ସମ୍ପତ୍ତିରେ ତମ ଦି ଭାଇଙ୍କର ଅଧିକାର ଅଛି ନା? ଖାଲି ଦି ଭାଇଙ୍କର କାହିଁକି, କୁନିର ବି ଅଧିକାର ଅଛି। ତାହେଲେ ଭଉଣୀଟାକୁ ବି ମନେ ରଖିଛୁ ନା? ବାପା ତମେ କଣ କହୁଛ ମୁଁ କିଛି ବୁଝିପାରୁନି। ମୋ ସମ୍ପତ୍ତିରେ ତମ ତିନି ଜଣଙ୍କର ଅଧିକାର ଅଛି ନା? ବାପା ତମେ ପ୍ରକୃତରେ କଣ କହିବା ପାଇଁ ଚାହୁଁଛ? ଦେଲି, ବାପା ସମ୍ପତ୍ତିରେ ମୁଁ ତିନି ଜଣଙ୍କୁ ଅଧିକାର ଦେଇଦେଲି। ଠିକ ଅଛି। ନିଜ ସମ୍ପତ୍ତିକୁ ନିଜ ଅଧିକାରକୁ ନେଇଯାଅ। ଠିକ ଅଛି, ଠିକ ଅଛି। ସୁରେଶ, କିନ୍ତୁ ଜାଣି ରଖ ସୁରେଶ, ରାକେଶର ଭାଗ ସମ୍ପତ୍ତିକୁ ବିକ୍ରି କରି ମୁଁ ତାକୁ ଆଏସ୍ କରିବି। ବାପା ତମେ ଜାଣିପାରୁଛ ତ ତମେ କଣ କରିବା ପାଇଁ ଚାହୁଁଛ? ମୋ ପାଇଁ ମୁଁ କିଛି କରିବାକୁ ଯାଉନି। ମୁଁ ମୋ ସାନ ପୁଅ ରାକେଶକୁ ଆଇଏଏସ୍ କରିବାକୁ ଯାଉଛି। এইটা তো ବହୁତ ଭଲ କଥା। ଜଣେ ଆଇଏଏସ୍ ପାଇବାଟା ଛୋଟ କଥା ନୁହେଁ ସୁରେଶ। ଆଇଏସ୍ ପାଇବାଟା ଅବଶ୍ୟ ଛୋଟ କଥା ନୁହଁ, ହେଲେ 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 କଣ ସୁରେଶ? କିନ୍ତୁ ଆମ ଭଳି ଗୋଟେ ଗରିବ ଦରିଦ୍ର ଘରେ ଆଇଏସ୍ ପାଇବାଟା। ଜ୍ଞାନ ଧନୀ ଗରିବ ଚିହ୍ନେ ନା ସୁରେଶ, ଜ୍ଞାନ ଚିହ୍ନିଥାଏ ଦକ୍ଷତା। ଆଉ ସେହି ଦକ୍ଷତା ତୁମ ଗରିବ କୋଡ଼ିଆର ରାକେଶ ପାଖରେ ରହିଛି। ଏଥିପାଇଁ ତ ତୁମେ ଗର୍ବ କରିବା ଦରକାର। ତମ ସାନ ଭାଇ ଆଇଏଏସ୍ ପାଇବାରେ ତମେ କଣ ଖୁସି ନୁହଁ ସୁରେଶ? ନା ନା, ମୁଁ ସେ କଥା କହୁନି ଯେ ତାକୁ ଆଏସ୍ କରିବା ପାଇଁ ହେଲେ ପ୍ରଚୁର ଟଙ୍କା ଦରକାର। ଟଙ୍କା ନାହିଁ ବୋଲି କଣ ବାପା ସମ୍ପତ୍ତି ନାହିଁ ସୁରେଶ? ବାପା ସମ୍ପତ୍ତି କହିଲେ ଜମିବାଡ଼ି। ତା ଆଏସ୍ ପାଇଁ କଣ ଜମିବାଡ଼ି ବିକ୍ରି କରିଦିଆଯିବ? ଆଇଏଏସ୍ ଛୋଟ କଥା ନୁହେଁ ସୁରେଶ, କେବଳ ଜମିବାଡ଼ି କାହିଁକି, ମୋ ଭାଗ୍ୟରେ ଜୁଟିଲେ ମୁଁ ନିଜକୁ ବିକ୍ରି କରିଦେବି। ବିଜୟ, ସେ କଥା ଠିକ ଯେ ଏ ଚାଷ ହଉଥିବା ଜମିକୁ ଏବେ କିଣିବ କିଏ? କାହିଁକି ମୁଁ କିଣିବି? ରାକେଶର ଆଇଏଏସ୍ ପାଇବା ପାଇଁ ମୁଁ ତମ ଜମିକୁ କିଣିବା ପାଇଁ କଥା ଦେଇ ସାରିଛି। ସାନ ଭାଇଟା ଆଇଏଏସ୍ ଅଫିସର ହବ, ଏଥିପାଇଁ ତ ତମେ ଖୁସି ହେବା କଥା। କିନ୍ତୁ ତମ ମୁହଁରେ ତମ ଖୁସି ଦେଖିବାକୁ ପାଉନି ସୁରେଶ। ତମ ସାନ ଭାଇ ଜଣେ ଆଇଏଏସ୍ ଅଫିସର ହଉ ତମେ କଣ ଚାହୁଁନ ସୁରେଶ? ବିଜୟ, କେଉଁ କାଳରୁ ତମର ପରିବାର ସହିତ ଆମର ଭଲ ସମ୍ପର୍କ, ତମର ମୋର ମଧ୍ୟ ଭଲ। ମୁଁ ଚାହୁଁନି ଆମ ସମ୍ପର୍କର ଡୋରଟି ଦୁର୍ବଳ ହୋଇ ପୁଣି ଛିଣ୍ଡି ଯାଉ। ତମେ କଣ କହିବାକୁ ଚାହୁଁଛ ସୁରେଶ? ସମ୍ପର୍କର ପବିତ୍ର ବନ୍ଧନକୁ ଭଗବାନ ସ୍ୱର୍ଗରେ ଲେଖି ଦେଇଛନ୍ତି, ଯାହା ଫଳରେ ଆମେ ସମସ୍ତେ ଏକତା ସୂତ୍ରରେ ବାନ୍ଧି ହୋଇ ଏ ମର୍ତ୍ତ୍ୟପୁରରେ ରହିଛନ୍ତି। ମୁଁ ତମ କଥା କିଛି ବୁଝିପାରୁନି ସୁରେଶ। ତମେ ଆମ ଜମିକୁ କିଣିବାକୁ ଚେଷ୍ଟା କରନି ବିଜୟ।
ନହେଲେ ସମ୍ପର୍କର ପବିତ୍ରତାରେ ଘଟି ଆସିବ ଅକାଳ ବତାସ। ଏ କଥା ଯେମିତି ତମର ମନେ ରଖିବା ଦରକାର। ମାଇଣ୍ଡ ଇଟ୍। ସୁରେଶ, ମୁଁ ତୁମକୁ କଥା ଦଉଛି ସୁରେଶ, ଆଇ ପ୍ରମିଜ ମୁଁ ତୁମ ଜମିକୁ କିଣିବି ନାହିଁ। Great. You are good people. Thank you very much. ତାହେଲେ ରାକେଶ ଆଇଏଏସ୍ ନ ହଉ, ଏଇଟା ସୁରେଶର ଇଚ୍ଛା। ଜମି ନ ବିକିଲେ ରାକେଶ ଆଇଏଏସ୍ ହେବ କେମିତି? କହିଲି ନା ରାକେଶ, ତୁ ଗୋଟେ ଆଇଏଏସ୍ ଅଫିସର ହବୁ। ବାପା କେମିତି? ଏଥିପାଇଁ ଅନେକ ଟଙ୍କା ଦରକାର। ଟଙ୍କା ପାଇଁ ତୁ କାହିଁକି ଚିନ୍ତା କରୁଛୁ? ରାକେଶ, ଏବେ ବି ତୋ ବାପା ବଞ୍ଚିଛି ରେ। କିନ୍ତୁ ଜମି କିଣିବା ପାଇଁ ତ ଭାଇ ବିଜୟ ଅଙ୍କଲକୁ ମନା କରିଦେଲେ। ଏତେ ଟଙ୍କା ତମେ ଆଣିବ କୋଉଠୁ ବାପା? ମୁଁ କହିଲି ନା ତୋ ବାପା ମରିଯାଇନି, କି ମଣିଷ ପଣିଆର ମାନବିକତା ହଜିଯାଇନି। ତୁ ଆଇଏଏସ୍ ଅଫିସର ହବୁ। ଅନେକ ଆଶା କରିଥିଲି ମୁଁ ତୋତେ ମଣିଷର ମଣିଷଟିଏ କରିବା ପାଇଁ, କିନ୍ତୁ ଭଗବାନ ମୋତେ ମୋ ଆଶା ଠାରୁ ଢେର ଅଧିକା ସୁଯୋଗ ଏ ଗରିବ ବାପାର ହାତ ମୁଠାରେ ଦେଇ ଦେଇଛନ୍ତି। ଯିଏ ଏମିତି ଏକ ଆଶା ସ୍ୱପ୍ନରେ ବି ଦେଖିନଥିଲା, ସେମିତି ଏକ ସ୍ୱପ୍ନକୁ ପୂରଣ କରିବା ପାଇଁ ଭଗବାନ ଯେତେବେଳେ ସୁଯୋଗ ଦେଇଛନ୍ତି, ସେ ସ୍ୱପ୍ନକୁ ପୂରଣ କରିପାରିବିନି କାହିଁକି ରାକେଶ? କିନ୍ତୁ ବିଜୟ ଅଙ୍କଲ ତ ଜମି କିଣିବା ପାଇଁ ମନା କରିଦେଇଛନ୍ତି। ଏତେ ଟଙ୍କା ଆସିବ କୋଉଠୁ ବାପା? କହିଲି ନା, ଏବେ ବି ମଣିଷମାନଙ୍କ ମନରେ ମାନବିକତା ହଜିଯାଇନି। ତୋ ବଡ ଭାଇ କଥାରେ ପଡି ବିଜୟ ସିନା ଜମି କିଣିବାକୁ ମନା କରିଦେଲା। ହେଲେ ଏତେ ଟଙ୍କା ଆସିବ କୋଉଠୁ ବାପା? ଚକୁଳି ଖାଇବା ଲୋକ ବିନ୍ଦ ଗଳିଲେ ତାକୁ ମୂର୍ଖ କୁହାଯାଏ ରାକେଶ। ଟଙ୍କା କୋଉଠୁ ଆସିବ ସେ କଥା ତୋର ଚିନ୍ତା କରିବା ଦରକାର ନାହିଁ। ତୁ ଆଇଏଏସ୍ ହବୁ ମାନେ ହବୁ। କେମିତି ହବ ସସ୍ମିତା? ତୋ ବାପା ଆମ ପାଖରୁ ଜମି କିଣିଥିଲେ ଆମକୁ ଟଙ୍କା ଦେଇଥାନ୍ତେ। ମୋ ଭାଇ କଥାରେ ପଡି ତୋ ବାପା ତ ଆମ ଜମି କିଣିବାକୁ ମନା କରିଦେଲେ। ଆଉ ଟଙ୍କା କେଉଁଠୁ ଆସିବ ଯେ ମୋ ସାନ ଭାଇ ଆଇଏଏସ୍ ହେବ? ମୁଁ ଜାଣିପାରୁନି ସାନ ଭାଇର ଭଲ ପାଇଁ ବଡ ଭାଇ କାହିଁକି ଏତେ ନିଷ୍ଠୁର ହଉଛନ୍ତି। ଭାଇ ଭଗାରୀ ଠାରୁ ବଡ ଶତ୍ରୁ ଏ ଦୁନିଆରେ କେହି ନାହାନ୍ତି। ତୁ ବୋଧେ ଜାଣିନୁ ସସ୍ମିତା। ତଥାପି ସାନ ଭାଇ ପାଇଁ ଏତେ ନିଷ୍ଠୁର ହବା ମୁଁ ବୋଧେ ତୋ ଭାଇ ପାଖରୁ ଦେଖୁଛି। ଦୁନିଆ ତ ନିଷ୍ଠୁର, ଭାଇ ନିଷ୍ଠୁର ହବ ନାହିଁ କାହିଁକି? ଏମିତି ନିଷ୍ଠୁର ତାଙ୍କୁ ଦିନେ ବିପଦରେ ପକାଇବ, ଏକଥା ବଡ ଭାଇ ଭୁଲି ଯାଉଛନ୍ତି। କିନ୍ତୁ କୁନି, ସାନ ଭାଇ ଜଣେ ଆଇଏଏସ୍ ଅଫିସର ହବ ଏକଥା ଜାଣିଲା ପରେ ବଡ ଭାଇ ତ ଗର୍ବ କରିବା କଥା। ନିଷ୍ଠୁର ହୃଦୟରେ ସେ ମନୋଭାବ ଆସିବ କୋଉଠି ସସ୍ମିତା? ତାହେଲେ ତୋ ଭାଇ କଣ ଆଇଏଏସ୍ ଅଫିସର ହେଇପାରିବନି? ଭଗବାନଙ୍କ ବିଚାରରେ ସାନ ଭାଇକୁ କୋଉ ରାସ୍ତାରେ ନେବେ ସେ କଥା କେବଳ ଭଗବାନ ହିଁ ଜାଣିଥିବେ ସସ୍ମିତା। କିନ୍ତୁ ବାପାଙ୍କର ଗୋଟିଏ ଜିଦ୍, ସେ ଆଇଏଏସ୍ ଅଫିସର ହବ। ସେଥିପାଇଁ ଯେ ଅନେକ ଟଙ୍କା ଦରକାର, ତୋ ବାପା କଣ ଜାଣିନାହାନ୍ତି? ପରର ମୂଲ ଲାଗି ଯିଏ ଆମ ତିନି ଭାଇ ଭଉଣୀଙ୍କୁ ମଣିଷ କରିଛନ୍ତି, ଟଙ୍କାର ଆବଶ୍ୟକତା ବିଷୟରେ ସେ କଣ ଜାଣିନାହାନ୍ତି ସସ୍ମିତା? ମୁଁ ବି ଅନୁଭବ କରିପାରୁଛି ଭଗବାନଙ୍କ ପରି ତମ ବାପା ପାଇଁ ତମ ଜୀବନ ସାର୍ଥକ ହେଇଯାଇଛି। ହେଲେ ସେମିତି ଏକ ଭଗବାନଙ୍କ ପରି ବାପାଙ୍କ ପାଖରୁ ନିଷ୍ଠୁର ପୁଅ ଜନ୍ମ ହେଲା କେମିତି? ସସ୍ମିତା ତାମାନେ ତୁ ଦେଖୁନି, ସେ ତ ବଡ ଭାଇ ହେଇପାରନ୍ତି, କିନ୍ତୁ ମୁଁ କହିବି ସେ ତମମାନଙ୍କ ବଡ ଭାଇ ହେବା ଅଯୋଗ୍ୟ। ସାନ ଭାଇଟା ଆଇଏଏସ୍ ପାଇଛି, ଏଥିପାଇଁ ସମସ୍ତଙ୍କୁ ମିଠା ବାଣ୍ଟିବା ବଦଳରେ ଆଇଏଏସ୍ ରୁ ବଞ୍ଚିତ କରି ନିଷ୍ଠୁର ହେବା, ଏଇଟା କଣ ଭାଇ ଭାଇର ପବିତ୍ର ସମ୍ପର୍କ? ତା ଛଡା ତ ତୋ ବାପା ତୋ ବଡ ଭାଇଙ୍କ ଜମି ବିକୁନଥିଲେ। ତୋ ସାନ ଭାଇ ଭାଗରେ ପଡିଥିବା ଜମିକୁ ତୋ ବାପା ବିକୁଥିଲେ। ତାକୁ ବି ମନା କରିବା କଣ ଦରକାର ଥିଲା ଯେ? ମୁଁ କହିଲି ନା ସେ ଗୋଟେ ନିଷ୍ଠୁର। ବିଜୟ,
तुमको मना करिया सत्वे भी आम जमी किणी बापा को टंका देदेल ना मु तुमको से दिन कही ना आम परिवार भितर पवित्र संपर्क को भांगा चेष्टा करबनी बोली तथापि तमें आम परिवार पवित्र संपर्क को काल फासरे परिणत करदेल बट माइंड इट विजय बी केयरफुल सुरेश मु तम जमी को किणी नाही बापा निजे कहते से तुम पाखु टंका नहीं आई टंकार राकेश आयस होगा जीव सान भाईटा आईएएस हेबाकू जाउछि एथिपाई तो तमे गर्व करबा दरकार किंतु सान भाई पई तुमे एते निष्ठुर काहे सुरेश ओ यू स्टॉप इट आम परिवार विषय मुंड पुरिया दरकार नहीं मु पचारुची से दिन तुमको मना करिया पर भी मो कथा रखिलोनी कहीं वाई मु कहली ना मु तम कथा रखी तमे जमी को किणी नाही ताहले बापा को एत टंका देल कहीं समस्त तम बड़ी निष्ठुर नुहति सुरेश एबे भी मनीष समाज रे मानविकता बंची रही अर्थ केवल संपत्ति बदल रे मिली न थाए मानविकता दृष्टिकोण रू मिली थाई पारे तमने तुम कौन कहबा चाहूछ मानविकता दृष्टिकोण रू ही मु तम बापा को टंका देछि जमी किणिबा पई नुह राकेश आईएएस पाइबाटा केवल तमर परिवार पई गर्व नुह आम गाँ पई भी गर्व ए गाँर गर्व ए माटीर गर्व आनिथिबा राकेश पई मो विवेक बारंबार प्रश्न कला निष्ठुर हबो काहा पई एई गाँ पई ना एई माटी पई अनेक चेष्टा करी मध्य बारंबार प्रश्न करुथिबा मो विवेक रो उत्तर केवल मानविकता ही मिलिला आउ सेई मानविकता दृष्टिकोण रु मु जमी न नै तम बापा को टंका देछि मु ताऊ कहा भली निष्ठुर होई पारिबिनी सुरेश भाई पई केवल भाई निष्ठुर हाँ मु निष्ठुर आ तुम ही मत निष्ठुर कर देछ सुरेश तोते निष्ठुर कर दी माने तू सब कौन कही जाऊँ तुम जानिछ राकेश आईएएस में विजय एत टंका कहीं देछि से तो मानविकता दृष्टि टंका देछि मु ताको जमी बिक्री करी नाही कि जमी बंधक मध्य देई नाही ताहले मागणार एत टंका देला केमिति ता मानविकता दृष्टि देछि ना तुम जानिछ ता झियर बाहागर आम राकेश सहित करिया पई एत टंका देछि प्रस्तावटा तो किसी मंद नुहे सुरेश विजय रे झील पुणी आम घरे बहु हम ये तो बड़ सौभाग्यर कथा बापा तुम खाली सौभाग्य को जबर धरता राकेश आईएएस पाइबो एटा सौभाग्य विजय रो झियो घरे बहु हबो एटा भी सौभाग्य आ मु जो एते बड़ चाकरीटा करछे एटा कोन दुर्भाग्य केवल तो निष्ठुरता तो दुर्भाग्यर बाट देखुची सुरेश मु आउ केते दिन बंची जे से सौभाग्य को उपभोग करी राकेश गोटे आईएएस ऑफिसर हम एथि मो अपेक्षा तू अधिक खुशी हवा कथा कहीं ना तो सान भाई जड़े आईएएस ऑफिसर हम कारण तो माँ मरी जा तू ही राकेश हाथ धरी बाट चली शिखी कि तू एते शीघ्र तो हाथ छाड़ी दे तू एते निष्ठुर हो पारछु केमिति बापा जदि केबे भाई ऊपर विपद माड़ी आसे विच्छेदर रेखाटा जेते शक्तिशाली होइतिले मध्य केबे भी भाई को अटकाई रखि पारि न कारण भाई रक्त भाई देहरे प्रभावित होउछि
ହେଲେ ସାନ ଭାଇଟା ପ୍ରତି ଏତେ ନିଷ୍ଠୁର ହେବାଟା ମତେ କାହିଁ ହଜମ ହଉନି ସୁରେଶ। ବାପା ଆମ ରାକେଶ ଆଇଏଏସ୍ ଅଫିସର ହବ ବାପା। ବାପା ବରଂ ମୋ ବାହାଘର 2 ବର୍ଷ ଘୁଞ୍ଚେଇ ଦେବି, କିନ୍ତୁ ମୋ ସାନ ଭାଇ ରାକେଶକୁ ଟଙ୍କା ଖର୍ଚ୍ଚ କରି ମୁଁ ନିଜେ ଆଇଏଏସ୍ ଅଫିସର କରେଇବି। ସୁରେଶ ତୁ ଏ କଣ କହୁଛୁ? ହଁ ବାପା। ବାପା ରାକେଶକୁ କୁହ ସେ ରେଡି ହଉ, ଟଙ୍କା ପାଇଁ ଆଦୌ ଚିନ୍ତା କରିବନି। ମୁଁ ଆସୁଛି ବାପା। କୁନି କୁନି ସେ ଘରେ ମୋ ଡ୍ରେସ ପତ୍ର ଗୁଡା ଅଛି, ନେଇକି ଆସିଲୁ। ବାପା ରାକେଶ, ଦେହ ପାର ଭଲ ଯତ୍ନ ନଉଥିବୁ। ମତେ ଆଗ କୁହ ଭାଇ କୁଆଡେ ଗଲେ? ଆରେ ସେ ଯୁଆଡ ଗଲେ ବି ଠିକ ଟାଇମରେ ସେ ପହଞ୍ଚିବନି। ବାପା ଭାଇ ପରା ମତେ ଷ୍ଟେସନକୁ ଛାଡିବା ପାଇଁ ଯିବେ। ନେ ଭାଇ ନେ, ତ ପ୍ୟାଣ୍ଟ ସାର୍ଟକୁ ଆଗ ରଖ। ଏ କୁନି ଭାଇ କୁଆଡେ ଗଲେ କି ରେ? ଭାଇ ବିଜୟ ଅଙ୍କଲଙ୍କ ଘରକୁ ଯାଇଛନ୍ତି। ହେଲେ କୁନି ଭାଇ ବିଜୟ ଅଙ୍କଲ ଘରକୁ ଯାଇଛନ୍ତି କାହିଁକି? କାହିଁକି ନା ତୁ ତାଙ୍କ ଘରେ ଜଏନ୍ ହେବାକୁ ଯାଉଛୁ ନା। ଭାଇ ତମେ ଏମିତି କଣ କହୁଛ? ମୋ ଟ୍ରେନ୍ ଟାଇମ୍ ହେଇଯିବ। ଚାଲ ଚାଲ ମତେ ଷ୍ଟେସନରେ ଛାଡ଼ି ଦେଇକି ଆସିବ। ଆରେ ମୁଁ କଣ ତତେ ଏକୁଟିଆ ଛାଡିବା ପାଇଁ ଯିବି? ଆଉ ଆଉ ତମ ସହିତ କିଏ ଯିବ? ଏ ଦେଖ ଆଉ କିଏ ଆସିଛନ୍ତି। ଅଙ୍କଲ ଆପଣ? ତୁ ଆଇଏଏସ୍ ଅଫିସର ହେଲେ କଣ ତୋ ପରିବାର ହିଁ ଗର୍ବ କରିବ? ତୋ ଆଇଏଏସ୍ ଖବର ପାଇଲା ପରେ ଆମ ଗାଁ ଗର୍ବରେ ଫାଟି ପଡୁଛି ରାକେଶ। ଠିକ୍ ଅଛି ଅଙ୍କଲ, ମୋ ଟ୍ରେନ୍ ଟାଇମ୍ ହେଇଗଲାଣି। ଠିକ ଅଛି, ତୁ ରେଡି ହେଇଯା, ଆମେ ସୁରେଶ ସହିତ ତତେ ଷ୍ଟେସନରେ ଛାଡ଼ି ଦେଇ ଆସିବୁ। ମୁଁ ରେଡି ହେଇସାରିଛି ଅଙ୍କଲ। ଠିକ ଅଛି, ଏ ସୁରେଶ ଚାଲ ରାକେଶକୁ ଷ୍ଟେସନରେ ଛାଡ଼ି ଦେଇ ଆସିବା। ଚାଲ ବିଜୟ। ରାକେଶ ଯିବା ପୂର୍ବରୁ ମୋର କିଛି କହିବାର ଥିଲା। ଭାଇ ପୁଣି ତମେ ମତେ କଣ କହିବ ଭାଇ? ତୁ ଗୋଟେ ଆଇଏଏସ୍ ଅଫିସର ହେଇଯା, ମୋର ସେଥିରେ କିଛି କହିବାର ନାହିଁ। କିନ୍ତୁ ସସ୍ମିତାକୁ ବାହା ହେବା ପାଇଁ ଯେମିତି ମନା ନ କରୁ। ମୋ ଟ୍ରେନ୍ ଟାଇମ୍ ହେଇଗଲାଣି। ବାପା ମୁଁ ଆସୁଛି।